ଚାକଚକ୍ୟ ଭରା ଆଧୁନିକ ଜୀବନରୁ ସିଧା ଶ୍ମଶାନର ତାତି। ଏସି କୋଠରୀରୁ ବାହାରି ଆସି ନିଜ ଜନ୍ମଭୂମିର ଧୂଳି ଧୂସରିତ ଅସହ୍ୟ ଗରମ ବାତାବରଣ ବହୁତ କଷ୍ଟକର ଥିଲା ରାକେଶ ପାଇଁ। ଆମେରିକାରୁ ଆସିଥିବା ଏହି ଧନୀ ପୁଅ ପାଇଁ ତା ବାପାଙ୍କର ଶେଷକୃତ୍ୟ ଏକ ସମୟର ନଷ୍ଟ ମାତ୍ର ଥିଲା। କେବଳ ଘର କାଗଜପତ୍ର ପାଇଁ ଆସିଥିବା ରାକେଶର ଆଖିରେ ଲୁହ ନୁହେଁ, ବରଂ ଶୀଘ୍ର ଫେରିବାର ଏକ ବ୍ୟଗ୍ରତା ଥିଲା। ନିଜ ପକେଟରୁ ରୁମାଲଟିକୁ କାଢ଼ି ମୁହଁରୁ ବହିଯାଉଥିବା ସେ ଝାଳକୁ ପୋଛୁ ପୋଛୁ କିଏ ଜଣେ ଡାକ ଦିଏ ପଛପଟୁ, ରାକେଶ ବାବୁ, ଆପଣ ରାକେଶ ବାବୁ ତ? ସେ ବୁଲି ଚାହେଁ ପଛକୁ। ବ୍ୟକ୍ତି ଜଣକ ନିଜର ପରିଚୟ ଦେଇ କୁହନ୍ତି ଯେ ସେ ହେଉଛନ୍ତି ସେଇ NGOର ଜଣେ କର୍ମଚାରୀ ଯିଏ ରାକେଶର ବାପାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବାର ସବୁ ଦାୟିତ୍ୱ ନେଇଛନ୍ତି। ଅଧିକ କିଛି ଜାଣିବା ଆଗରୁ ରାକେଶ ନିଜ ବ୍ୟାଗ୍ରୁ ଚେକବୁକ୍ଟିକୁ କାଢ଼ନ୍ତି। କେତେ ଏମାଉଣ୍ଟ ପଚାରୁ ପଚାରୁ ସାମ୍ନାରେ ଛିଡ଼ା ହୋଇଥିବା ବ୍ୟକ୍ତି ଜଣକ ବାଧା ଦେଇ କହନ୍ତି, ନା ଥାଉ ରାକେଶ ବାବୁ, ଆମକୁ କିଛି ପଇସା ଦରକାର ନାହିଁ। ଆପଣଙ୍କର ବାପା ତାଙ୍କର ଶେଷ ନିଶ୍ୱାସ ଛାଡ଼ିବା ଆଗରୁ ଆମ ପାଖକୁ ଆସି ସବୁ ଜିନିଷ ଶେଷ କରି ଯାଇଛନ୍ତି। ସେ ଆପଣଙ୍କୁ ନେଇ ଯେତିକି ଗର୍ବ ଅନୁଭବ କରୁଥିଲେ, ତାଠାରୁ ଅଧିକ ଆପଣଙ୍କୁ ସେ ଭଲ ପାଉଥିଲେ। ସେ ବୁଝିପାରିଥିଲେ ଆପଣଙ୍କର ବ୍ୟସ୍ତବହୁଳତା ଜୀବନକୁ। ଆପଣଙ୍କୁ କିଛି କଷ୍ଟ ନ ହେଉ ସେଥିପାଇଁ ତାଙ୍କର ମୃତ୍ୟୁ ପରର ସବୁ କର୍ମର ଖର୍ଚ୍ଚ ବାବଦକୁ ଟଙ୍କା ସେ ଆମ ଅଫିସ୍ ଆକାଉଣ୍ଟରେ ଡିପୋଜିଟ୍ କରିଯାଇଛନ୍ତି। ଆଉ ଏଇ ରହିଲା ସେଇ ବିଲ୍। ରାକେଶ ଟିକେ ଇତସ୍ତତ ହୋଇ ପୁଣି ପଚାରେ, ତାହେଲେ ଆଉ କିଛି ଯାହା ମୁଁ କରିପାରିବି? ବ୍ୟକ୍ତି ଜଣକ କହିଲେ, ନା, ସବୁ ତ ସରିଛି। ଆପଣଙ୍କର ବାପା ଦୀର୍ଘ 2 ମାସ ହେବ ଡେଲି ଆମ ଅଫିସକୁ ଆସନ୍ତି। ଏଠି ରହିଥିବା ବୁଢ଼ାବୁଢ଼ୀମାନଙ୍କ ସହିତ ସେ ଗପସପ କରନ୍ତି। ଆପଣଙ୍କ ବିଷୟରେ ବହୁତ କଥା କୁହନ୍ତି। ଆପଣ ତାଙ୍କର ଗର୍ବ, ଅଭିମାନ ସବୁ କିଛି। ସେ କହିଥିଲେ ଯଦି କାର୍ଯ୍ୟବ୍ୟସ୍ତତା ଭିତରେ ଆପଣ ଆସି ନ ପାରନ୍ତି, ତେବେ ବି ଯେମିତି ସବୁକିଛି ଭଲରେ ହୋଇଯିବା ଦରକାର। ଆପଣ ତ ଏବେ ଆସି ପହଞ୍ଚିଲେ, ଆଉ 10-12 ଘଣ୍ଟା ପରେ ବୋଧହୁଏ ଆପଣଙ୍କର ରିଟର୍ଣ୍ଣ ଫ୍ଲାଇଟ୍। ଆପଣ ନିଶ୍ଚିନ୍ତରେ ଯାଆନ୍ତୁ, ବାକି କାମ ଆମେ ବୁଝିନେବୁ। ତେବେ ଆପଣଙ୍କର ବାପା ଜଣେ ଭଲ ଲୋକ ଥିଲେ। ରାକେଶ ପାଦ ତଳୁ ଯେମିତି ମାଟି ଧସି ହୋଇଯାଏ। ସେ ମନେ ପକାଏ ଅତୀତର ସବୁ ଘଟଣା। ତାକୁ ବିଦେଶରେ ପାଠ ପଢ଼ାଇବା ପାଇଁ ବାପା କେମିତି ନିଜର ଜମି ବନ୍ଧା ପକାଇ ସବୁକିଛି ସୁବିଧା କରିଦେଇଥିଲେ ତା ପାଇଁ। କାମ ବ୍ୟସ୍ତରେ ନିଜର ଜନ୍ମ ମାଟିରେ ରହିଯାଇଥିବା ସେଇ ଅଲୋଡ଼ା ବାପାଙ୍କୁ ମାସେ 2 ମାସରେ ଥରେ କିଛି ମୁହୂର୍ତ୍ତ ପାଇଁ ଫୋନ୍ କରେ କି ନ କରେ ସେ, ତାହା ବି ବୋଧହୁଏ ଠିକ୍ ସେ ମନ ନାହିଁ ତାର। ତେବେ ବି ବାପାଙ୍କ ପାଖରୁ କେବେ ବି ଅଭିଯୋଗ ପାଇନି ସେ। ହଠାତ୍ ଥକା ମାରି ବସିଯାଏ ପାଖରେ ଥିବା ଏକ କାଠ ଚୌକିରେ। ବ୍ୟକ୍ତି ଜଣକ କହନ୍ତି, ରାକେଶ ବାବୁ, ଆପଣ ଜାଣନ୍ତି, ଆମର ବାପା ମା ମାନେ ହେଉଛନ୍ତି ସେଇ ଶେଷ ପିଢ଼ି ଯିଏ ତ୍ୟାଗ, ସମର୍ପଣ ଆଉ ଭଲ ପାଇବାର ଏକ ଅବିଚ୍ଛିନ୍ନ ସ୍ରୋତ। ସେମାନେ 12 ମାସରେ 13 ପୂଜା କରନ୍ତି, ଆଉ ସପ୍ତାହର ପ୍ରତିବାରରେ ଆମ ପାଇଁ ମାନସିକ ବି ରଖନ୍ତି। ସେମାନେ ହେଉଛନ୍ତି ସେଇ ପିଢ଼ି ଯିଏ ଜଲ୍ଦି ଶୋଇବାକୁ ଯାଆନ୍ତି ଆଉ ରାତି 3ଟାରୁ ଉଠି ଏକ ଶୃଙ୍ଖଳା ଜୀବନ ବିତାନ୍ତି। ଯିଏ ନିଜ ପିଲାଙ୍କର ଅଳିଅ ଝଟକୁ ବୁଝୁ ବୁଝୁ ନିଜ ଜୀବନର ହସ ଖୁସି ସବୁ ଭୁଲି ଯାଆନ୍ତି। ସେମାନେ ହେଉଛନ୍ତି ସେଇ ଶେଷ ପିଢ଼ି ଯିଏ ସନ୍ଧ୍ୟା ପରେ ଟିକେ ଡେରି ହେଲେ ବାରମ୍ବାର ଘଣ୍ଟା ଦେଖି ଠାକୁରଙ୍କୁ ହାତ ଯୋଡ଼ି ଆମର ସୁରକ୍ଷା କାମନା କରନ୍ତି। ଆପଣ ଜାଣନ୍ତି, ଆଉ କିଛି ବର୍ଷ ପରେ ବୋଧହୁଏ ସେଇ ପିଢ଼ି ସରିଯିବ। ଆମକୁ କେହି ସେଇଭଳି ଆଉ ତାଗିଦ କରିବେନି, ଆଉ ଆମେ କେବେ ବି ସେମାନଙ୍କ ଭଳି ହୋଇପାରିବାନି। ଟିକେ ଦୀର୍ଘ ନିଶ୍ୱାସ ମାରି ସେ କହିଲେ, ହଉ ଛାଡ଼ ସେସବୁ, ମୁଁ ଯାଉଛି। ଆପଣ ନିଶ୍ଚିନ୍ତରେ ଯାଆନ୍ତୁ। ଆପଣଙ୍କର ଘରର କାଗଜପତ୍ର ସବୁ କିଛି ଠିକ୍ ଅଛି। ଲୋକ ଆଉ ପଇସା ସବୁ ରେଡ଼ି ଅଛି। ଖାଲି ଆପଣଙ୍କ
ସିଗ୍ନେଚରଟିଏ ଦରକାର। ରାକେଶ ପାଖରେ ଆଉ କିଛି ନଥିଲା କହିବା ପାଇଁ, ଖାଲି ଗୁଡ଼ାଏ ଅନୁତାପର ବ୍ୟତୀତ। ହାତ ତାର ଥରି ଉଠୁଥିଲା ପକେଟରୁ ପେନ୍ଟି କାଢ଼ି ସିଗ୍ନେଚରଟିଏ କରିବା ପାଇଁ। ଟିକେ ସମୟ ମାଗି ସେ ପହଞ୍ଚିଥିଲା ନିଜର ସେଇ ଘରେ ଯେଉଁଠି ତାର ପିଲାଦିନ କଟିଥିଲା ନାନା ଅଳି ଅଝଟରେ। ଗୋଟି ଗୋଟି କରି ସବୁ କଥା ସେ ମନେ ପକାଇଥିଲା। କିନ୍ତୁ ବାପାଙ୍କର ସେହି ନିଃସ୍ୱାର୍ଥପର ବଳିଦାନ ଏବଂ ନୀରବ ପ୍ରେମର ଗଭୀରତାକୁ ବୁଝିବା ପାଇଁ ପୁଅର ମନରେ ଆସିଥିବା ଅନୁତାପ ଆଜି ଅକାଳରେ ବହୁତ ଡେରି ହୋଇଯାଇଥିଲା। ସେ ବୁଝିପାରିଥିଲା ଯେ ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ଥିଲେ ତାର ବାପା, ଯିଏ ଆଉ ତା ପାଖରେ ଆଜି ନାହାନ୍ତି। ବାପାଙ୍କର ସେହି ଅସୀମ ତ୍ୟାଗ, ସ୍ନେହର ସ୍ମୃତି ଆଜି କେବଳ ତା ପାଇଁ ଅସହ୍ୟ ଯନ୍ତ୍ରଣା ଏବଂ ଅସରନ୍ତି ସ୍ମୃତି ହୋଇ ରହିଯାଇଥିଲା। ବୋଧହୁଏ ସେହି ସ୍ମୃତି ହିଁ ଏବେ ତାର ଜୀବନର ସାଥୀ, ଯାହା ତାକୁ ପ୍ରତି ମୁହୂର୍ତ୍ତରେ ମନେ ପକାଇ ଦେଉଛି ଯେ ସେ ଏକ ମହାନ ବାପାର କେତେ ସ୍ୱାର୍ଥପର ସନ୍ତାନଟିଏ।